ମୁଁ ସୁଜ୍ଞାନ ଚୌଧୁରୀ ଭାରତୀୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ତଥା ଜଣେ ବରିଷ୍ଠ ସ୍ତମ୍ଭକାର ଓ ସାମ୍ବାଦିକ। ମୁଁ ଆଜି ଏଠାରେ ସଭାପତିତ୍ୱ କରୁଥିଲି ଯେ ବର୍ତ୍ତମାନର ପରିଭାଷା ଆଉ ପରିସୀମା ୱାର୍ଲଡ ହ୍ୟୁମାନ୍ ରାଇଟ୍ସ ଡେର ପରିଭାଷା ଆଉ ପରିସୀମା ବ୍ୟାପକ ଭାବରେ ବଦଳି ଯାଇଛି। ଖାଲି କେତେ ଗୁଡ଼ିଏ ନିର୍ଦ୍ଦିଷ୍ଟ ନିୟମାବଳୀ ଯାହା ଥିଲା ତାକୁ ପାଥେୟ କରି ଆମେ ଯେଉଁ ଚଳୁଥିଲେ ହ୍ୟୁମାନ୍ ରାଇଟ୍ସ ଉପରେ ତାହା ବଦଳି ଯାଇଛି। ଏହା ବହୁତ ପରିସୀମାର ବଢ଼ିଯାଇଛି। ଆଜି ଏ ବର୍ଷର ଥିମ୍ ଯାହା ଅଛି ଡେଲି ଲାଇଫ୍ରେ ଆମେ କେମିତି ଭାବରେ ହ୍ୟୁମାନ୍ ରାଇଟ୍ସଟାକୁ ପାଳନ କରିବା। ଆମେ ଫ୍ରି ଫ୍ରମ୍ ଡିସ୍କ୍ରିମିନେସନ୍, ଡିଗ୍ନିଟି ଅଫ୍ ଲାଇଫ୍ ଏବଂ ସେଫ୍ଟି ସିକ୍ୟୁରିଟି ଏ ସମସ୍ତ ଜିନିଷ ଆମକୁ ଯେମିତି ମିଳିବ, ଡ୍ରିଙ୍କିଂ ୱାଟର ଫ୍ୟାସିଲିଟିଜ୍ ମିଳିବ, ସବୁ କଥା ଆମକୁ ଆଭେଲେବୁଲ୍ ହେବ ଏବଂ କାହାର ସ୍ୱାଧୀନତା ଉପରେ ଆମେ ହସ୍ତକ୍ଷେପ କରିପାରିବା ନାହିଁ। ସମସ୍ତେ ମିଳିମିଶି ରହିବା। ତେଣୁ ଏଇ ଯେଉଁ ଜିନିଷ ଅଛି ଆଜି ତାକୁ ସମସ୍ତେ କେମିତି ପୃଥିବୀରେ ବିଶ୍ୱରେ ପାଳନ କରାଯାଇପାରିବ, ଭାରତରେ ଓଡ଼ିଶାରେ କେମିତି ପାଳନ ହେବ, ଆଉ ସେ ବିଷୟରେ ଆମର ଦିନ ସାରା ଏଠି ଆଲୋଚନା ଚାଲିଥିଲା ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି। ଏକରକମ ଆମେ ଏଇ ଯେଉଁ ଅଧିକାର ବିଶ୍ୱ ମାନବିକ ଅଧିକାର ଯେଉଁ ମାନବିକ ଅଧିକାର ଦିବସ ଆକୁ ଏଠି ଆଲୋଚନା କରିଛୁ। ଏହା ସୁରକ୍ଷିତ ଭବିଷ୍ୟତ ବଂଶଧରମାନଙ୍କ ଉପରେ ଏବଂ ଯାହା ଆମର ପୂର୍ବବର୍ତ୍ତୀ ବକ୍ତା କହୁଥିଲେ ଭାରତରେ ଏହାର ପାଳନଟା ଖୁବ୍ ଭଲ ଭାବରେ ହେଉଛି, ଯାହା ଚାଇନା ଆଉ ଋଷିଆ ଅପେକ୍ଷା। ଏଠି ଭାରତରେ ଗଣତନ୍ତ୍ର ମୂଲ୍ୟବୋଧ ଏବଂ ଆମର ଯେଉଁ ମାନବିକ ଅଧିକାର ମାନବ ଅଧିକାର ସମ୍ପୂର୍ଣ୍ଣ ଭାବରେ ସାବ୍ୟସ୍ତ ହୋଇପାରୁଛି। ଏକରକମ ଧନ୍ୟବାଦ। ମୋ ନାଁ ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିଆରୀ। ମୁଁ ଜଣେ ସାହିତ୍ୟ ସଂସ୍କୃତି ପ୍ରେମୀ ବ୍ୟକ୍ତି। ସେକ୍ରେଟାରୀ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ରିଟାୟାର କରିଛି। ଆଜି ଡିସେମ୍ବର 10 ତାରିଖ ସାରା ବିଶ୍ୱରେ ହ୍ୟୁମାନ୍ ରାଇଟ୍ସ ଡେ ପାଳନ କରାଯାଉଛି। ଇନ୍ କମେମୋରେଟିଂ ଦି ୟୁନିଭର୍ସାଲ ଡିକ୍ଲାରେସନ୍ ଅଫ୍ ହ୍ୟୁମାନ୍ ରାଇଟ୍ସ। ଭାରତ ପାଇଁ ଇଏ ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମେରିକା ଏବଂ ଆଫ୍ରିକାରେ ମଧ୍ୟ ୟାକୁ ସେଇଭଳି ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ସାରା ପୃଥିବୀ ପାଇଁ ଏଇ ମାନବିକ ଅଧିକାର ଦିବସଟି ଅଧିକ ଗୁରୁତ୍ୱପୂର୍ଣ୍ଣ। କାହିଁକିନା ପ୍ରତ୍ୟେକ ମଣିଷର ତାର ଅଧିକାର ସାବ୍ୟସ୍ତ କରିବା, ମର୍ଯ୍ୟାଦାଜନକ ଭାବରେ ବସବାସ କରିବା, ତାର ଜୀବନ ପ୍ରତି ଅଧିକାର, ବଞ୍ଚିବାର ଅଧିକାର, ଶିକ୍ଷା ଅଧିକାର, ସ୍ୱାସ୍ଥ୍ୟ ଅଧିକାର ଏବଂ ତାର ରାଜନୈତିକ ଅଧିକାର, କହିବା ଇତ୍ୟାଦିର ଅଧିକାର, ସେ ଅଧିକାରକୁ ସୁରକ୍ଷା କରିବା ପାଇଁ ଜାତିସଂଘ ଯେତେବେଳେ ଘୋଷଣା କଲା ଡିସେମ୍ବର 10, 1948 ମସିହାରେ, ସେହି ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ କମିଶନ, ଅବଶ୍ୟ କମିଶନର ଦଣ୍ଡ ଦେବାର ଅଧିକାର ନାହିଁ କିମ୍ବା ଇନଭେଷ୍ଟିଗେସନ କରିବା ପାଇଁ ତାଙ୍କ ପାଖରେ ଏଜେନ୍ସି କିଛି ନାହିଁ। ତା ସତ୍ତ୍ୱେ ଭାରତରେ ମାନବିକ ଅଧିକାର ଯେଭଳି ସୁରକ୍ଷିତ, ଅନ୍ୟ କୌଣସି ଦେଶରେ ଏଭଳି ସୁରକ୍ଷିତ ହେଇପାରି ନାହିଁ। କୋଉଠି କୋଉଠି କଙ୍ଗାରୁ କୋର୍ଟ ହେଇଯାଉଛି, କୋଉଠି କୋଉଠି ଉଲ୍ଲଂଘନ ମଧ୍ୟ ହେଇଯାଉଛି। କାହିଁକିନା ଲୋକ ସଂଖ୍ୟା ଆମର ସାରା ପୃଥିବୀର ଲୋକ ସଂଖ୍ୟାର ସବୁଠୁ ଅଧିକ 1/6 ହେଉଛି ସାରା ପୃଥିବୀର ଲୋକ ସଂଖ୍ୟାର ଏଇଠି ଆମର ରହିଛନ୍ତି। ତେଣୁ ଏ ମାନବିକ ଅଧିକାର ଦିବସ ବହୁତ ଗୁରୁତ୍ୱ ବହନ କରୁଛି ସମଗ୍ର ଶାନ୍ତିକାମୀ, ସ୍ୱାଧୀନତାକାମୀ ଭାରତୀୟମାନଙ୍କ ପାଇଁ। ଆମର ଜାତୀୟ ପିତା ମହାତ୍ମା ଗାନ୍ଧୀ, ଜାତିର ପିତା, ସିଏ ପ୍ରଥମେ ସତ୍ୟ ଅହିଂସା ଉପାୟରେ ସଂଗ୍ରାମ କରି ମାନବିକ ଅଧିକାରକୁ ସୁରକ୍ଷା କରିବା ପାଇଁ ବହୁବିଧ ଉଦ୍ୟମ କରିଥିଲେ। ଯେମିତି ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ, ଜାତିଆଣ ଭେଦଭାବ ବିରୁଦ୍ଧରେ ଏବଂ ମହିଳାମାନଙ୍କର ନିର୍ଯାତନା ବିରୁଦ୍ଧରେ ଏବଂ ଉପନିବେଶବାଦ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଫଳପ୍ରସୂ ହେଲା ପରେ ମାର୍ଟିନ ଲୁଥର କିଙ୍ଗ ହୁଅନ୍ତୁ କିମ୍ବା ନେଲସନ ମାଣ୍ଡେଲା ହୁଅନ୍ତୁ କିମ୍ବା ଅନ୍ୟ ବୃନ୍ଦା ଗୌରଭଟ୍ଟ ଏବେ ଅଛନ୍ତି, କିନ୍ତୁ ଅନ୍ୟମାନେ ଯେଉଁମାନେ କି ହେଲେନ କେଲର ହୁଅନ୍ତୁ, ଅନ୍ୟମାନେ ସମସ୍ତେ ମାନବିକ ଅଧିକାର ସୁରକ୍ଷା ପାଇଁ ଉଦ୍ୟମ କରିଛନ୍ତି। ଅହରହ ଚାଲିଛି। ସମାଜ ସୃଷ୍ଟି ହେବାଠୁ ମଣିଷ ସମାଜର ନିଜର ନ୍ୟାର୍ଯ୍ୟ ଅଧିକାର, ନିଜର ଦାବି, ନିଜର ସ୍ୱାଧୀନତା ପାଇଁ
ସଂଗ୍ରାମ କରି ଚାଲିଛି, ଉଲ୍ଲଂଘନ ହେଉଛି, କିନ୍ତୁ ସଂସ୍କାର ମଧ୍ୟ କରାଯାଉଛି। ଆମେ ଭାରତୀୟ ହିସାବରେ ଗର୍ବ ଅନୁଭବ କରିବା ଯେ ଚାଇନା ହେଉ, ପାକିସ୍ତାନ ହେଉ, ଅନ୍ୟ ଯେକୌଣସି ରାଷ୍ଟ୍ର ହେଉ, ରଷିଆ ହେଉ, ସେଠି ମାନବିକ ଅଧିକାର ଯେତିକି ସୁରକ୍ଷିତ ଭାରତରେ ତାଠୁ ବହୁ ଅଧିକ ସୁରକ୍ଷିତ ହେଇଛି। ଏବଂ ଉଲ୍ଲଂଘନ ବିରୁଦ୍ଧରେ ଆମର ଇଲେକ୍ଟ୍ରୋନିକ ମିଡିଆ, ଆମର ଜନସମାଜ, ଆମର ଲୋକପ୍ରତିନିଧି ଯେଉଁଭଳି ଭାବରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେଇଥିରୁ ଜଣାପଡୁଛି ଯେ ଆମେ ଅଧିକ ମାନବିକ ଅଧିକାର ପାଇଁ ସଚେତନ। ତେଣୁ ସମସ୍ତେ ଆଜି ଦିବସରେ ସଂକଳ୍ପ ନେବା ଉଚିତ ଯେ ଭଲ ମଣିଷ ପଣିଆ ମଣିଷ ଭିତରେ ଉଦ୍ରେକ ହେଉ। ମାଇ ରାଇଟ୍ ଟୁ ଏକ୍ସଟେଣ୍ଡ ମାଇ ହ୍ୟାଣ୍ଡ ଏଣ୍ଡସ୍ where others knows begins, ଯାହା ହାରୋଲ୍ଡ ଜେଲାସ୍କି କହିଥିଲେ, ସେ କଥାଟିର ସତ୍ୟତା ଆଜି ଦିବସରେ ପ୍ରମାଣିତ ହେବା ଉଚିତ। ଆମେ ଯାହା କିଛି କାର୍ଯ୍ୟ କରୁଛେ ଅନ୍ୟର ଅଧିକାର ଉପରେ ତାହା ଯେମିତି ହସ୍ତକ୍ଷେପ ନ କରୁ, ଅନ୍ୟର ଅଧିକାରକୁ ସଂକୁଚିତ ନ କରୁ, ସେଥିପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଧନ୍ୟବାଦ। ମୁଁ ହେଲା ଡକ୍ଟର କାଳୀଚରଣ ସିଂ, ସମାଜସେବୀ। ଆଜି ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରିଲୁ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ତରଫରୁ। ଏହି ଅବସରରେ ଆମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମାନ୍ୟବର ଜଷ୍ଟିସ ଡକ୍ଟର ଡିପି ଚୌଧୁରୀ ଏବଂ ଦିଲ୍ଲୀରୁ ଆସିଛନ୍ତି ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ମିନିଷ୍ଟ୍ରି ଅଫ୍ ସୋସିଆଲ ଜଷ୍ଟିସ ଭାରତ ସରକାରଙ୍କର, ସିଏ ବି ଯୋଗ ଦେଇଥିଲେ। ଏବଂ ପୂର୍ବତନ ଆରଟିସି ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିହାରୀ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ଯୁବନେତା ଦିଲ୍ଲୀପ ବେହେରା, ଏ ସମସ୍ତେ ଆଜି ଯୋଗ ଦେଇ ମାନବିକ ଅଧିକାର ଯେପରି କ୍ଷୁଣ୍ଣ ହେବ ନାହିଁ ତାର ଉପରେ ଆଲୋଚନା ହେଇଥିଲା। ମୁଁ ମଧ୍ୟ ଅତୀତରେ 2005ରୁ 2007ରେ ପିପୁଲ୍ସ ୱାଚ୍ ବୋଲି ଗୋଟେ ଅର୍ଗାନାଇଜେସନ୍ ଥିଲା, ନ୍ୟାସନାଲ ପ୍ରିଭେଣ୍ଟିଂ ଏଣ୍ଡ ଟର୍ଚର ଇନ୍ ଇଣ୍ଡିଆ, ତାରି ଉପରେ କାମ କରୁଥିଲି। ୟୁରୋପିଆନ ୟୁନିୟନ ପ୍ରୋଜେକ୍ଟରେ ଖୋର୍ଦ୍ଧା ଜିଲ୍ଲାର ମନିଟର ଥିଲି। କେଉଁଠି ଲୋକମାନେ ମାନବିକ ଅଧିକାରରେ ଉଲ୍ଲଂଘନ ହେଉଥିଲା ତାଙ୍କ ପାଇଁ ଯାଇ କେସ୍ ମଧ୍ୟ ଲଢ଼ୁଥିଲୁ ରାଜ୍ୟ ମାନବିକ ଅଧିକାର କମିଶନ ପାଖରେ। ଏଇଭଳି କାର୍ଯ୍ୟ କରି ଆସୁଥିଲି। ସେଥିପାଇଁ ଆଜି ଏକ ଗୋଟେ ବିଶ୍ୱ ମାନବିକ ଅଧିକାର ଦିବସ ଆଜି ଆମେ ପାଳନ କରୁ। ବିଜେପିର ସାଧାରଣ ସମ୍ପାଦକ। ଆଜି ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଇଁ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ତରଫରୁ ଯେଉଁ ସଭା ହେଇଥିଲା, ତାଦେହରେ ବିଭିନ୍ନ ବିଷୟ ସମାଜର ତଳ ବର୍ଗରେ ଥିବା ଲୋକଙ୍କର ହଉ, ତାଙ୍କର ବିଭିନ୍ନ ସୁବିଧା, ତାଙ୍କର ଅଧିକାର, ତା ମଣିଷର ଦୈନନ୍ଦିନ ଜୀବନ, ତାର ଜୀବନରେ ମାନବ ଅଧିକାର ଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଆପଣମାନେ ଦେଖୁଥିବେ, ମଣିଷର ଜୀବନ ଯେବେଠୁ ଆରମ୍ଭ ହୁଏ, ଯେବେଠୁ ଜୀବନ ଜନ୍ମ ନିଏ, ମୃତ୍ୟୁ ପର୍ଯ୍ୟନ୍ତ ଯାହା ଯାହା ଅଧିକାର ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଆଜି ଆମେ ଗୋଟେ ବିକଟ ପରିସ୍ଥିତି ଗତି କରୁଛେ। ପୁରା ଭାରତ ବର୍ଷରେ ଭାରତୀୟମାନଙ୍କର ଅଧିକାରକୁ ଯେମିତି କହନ୍ତି ଅନୁପ୍ରବେଶକାରୀ, ରୋହିଙ୍ଗ୍ୟା, ବାଂଲାଦେଶୀ, ଯେମିତି ବିଭିନ୍ନ ଜାଗାରେ ଆମ ପାଣି, ଆମ ପବନ, ଆମ ଖାଦ୍ୟ ଉପରେ ତାଙ୍କର ବି ଅଧିକାର, ମାନେ ଅନୁପ୍ରବେଶକାରୀ ନନ୍ ଅଫିସିଆଲି ଭାରତବର୍ଷ ଭିତରକୁ ପଶି ଆମମାନଙ୍କର ଦାନାରେ ଛଡ଼େଇ ନେଲା ଭଳିଆ କଥା ଏବେ ଯେଉଁଭଳି ଘଟୁଛି, ବିସ୍ତୃତ ଭାବରେ ବିଭିନ୍ନ ବିଷୟରେ ଆଲୋଚନା ହେଲା। ଓ ଏ ଅନୁଷ୍ଠାନ ଯେଉଁ ଆଜି ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ସ୍ଲମ୍ରେ ବିଭିନ୍ନ ଜାଗାରେ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ଦିଗରେ ତାଙ୍କର ଯେଉଁ ମହତ କାମ, ଆମେ ସମସ୍ତେ ତାଙ୍କୁ ଧନ୍ୟବାଦ ଦେବା ସହ ଆମେ ବି ଅନୁରୋଧ କରିଛୁ ଯେଉଁ ଯେଉଁ ଜାଗାରେ ଯଦି ଆବଶ୍ୟକ ପଡ଼େ ଆମକୁ କହିଲେ ଆମେ ପହଞ୍ଚି ତାଙ୍କର କାମରେ ଯାହା ଯାହା ସହଯୋଗ ହେଇପାରିବ, ବ୍ଲଡ଼ ଡୋନେସନ୍ ହେଉ, ବୃକ୍ଷରୋପଣ ହେଉ, ବିଭିନ୍ନ ସାମାଜିକ କାମରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲୁ। ଓ ଆମେ ପାର୍ଟି ତରଫରୁ ବି ତାଙ୍କୁ ପ୍ରତିଶ୍ରୁତି ଦେଇଛୁ, ଯେଉଁଠି ଯେଉଁଠି ଆମର ସହଯୋଗର ଆବଶ୍ୟକତା ପଡ଼ିବ ଆମେ ସମ୍ପୂର୍ଣ୍ଣ ତାଙ୍କ ସାଙ୍ଗରେ